ଦୁଇ ଦଶନ୍ଧି ଧରିକି ଆଉଟସୋର୍ସିଂ ରେ ଓଡ଼ିଶାର ହାଇଲି କ୍ୱାଲିଫାଇଡ୍ ଟୁ ନେଇକରି ସମସ୍ତ ମାନେ ପ୍ରାୟ 80,000 ঊର୍ଦ୍ଧ୍ୱ ବିଭିନ୍ନ ଡିପାର୍ଟମେଣ୍ଟରେ କର୍ମ ନିୟୋଜନରେ ଅଛନ୍ତି। ସେମାନେ ବହୁତ ଜାଗାରେ ମଧ୍ୟ ସେମାନଙ୍କର ପାଇଁ ଆଉଟସୋର୍ସିଂ ନାଁରେ ସରକାର ମିଳିତ ଭାବରେ ଏଜେନ୍ସି ଯୋଉ ଏଜେନ୍ସିକୁ ଆଉ ସରକାର ମିଳିତ ଭାବରେ ଯେଉଁମାନେ ସ୍ଥାୟୀ ନିଯୁକ୍ତି ଠାରୁ ଅଧିକ ଏମାନେ କାର୍ଯ୍ୟ କରୁଛନ୍ତି ବିଭିନ୍ନ ଡିପାର୍ଟମେଣ୍ଟରେ। ତେଣୁ ଆପଣ ଜାଣିବେ ଯେ ପ୍ରାୟ ସେମାନେ ହସ୍ପିଟାଲରେ ଅଛନ୍ତି, ଯୋଉଠିକି ପ୍ରାୟ ସେଠି ଅଛନ୍ତି 40,000 ଊର୍ଦ୍ଧ୍ୱ। ଦେଖିବା ଆପଣ ପୌର ସଂସ୍ଥା ପାନୀୟ ଜଳ ସଫେଇ ଏଠି ଗୋଟେ 30,000 ରୁ ଅଧିକ ଅଛନ୍ତି। ତାପରେ ଦେଖିବେ ଶିକ୍ଷା ବିଭାଗ ସ୍କୁଲ ଓ ବିଶ୍ୱବିଦ୍ୟାଳୟରେ ଯୋଉଟା ଆପଣଙ୍କର ଆଉଟସୋର୍ସିଂରେ ପ୍ରାୟ 20,000 ଊର୍ଦ୍ଧ୍ୱ ଅଛନ୍ତି। ଆପଣ ଦେଖିବେ ବିଭିନ୍ନ ପିୟୁଏସ୍ୟୁ ବା କର୍ପୋରେସନରେ ଦେଖିବେ ସେଠି ମଧ୍ୟ 30,000 ରୁ ଅଧିକ ଶ୍ରମିକ କର୍ମଚାରୀ କାମ କରୁଛନ୍ତି। ଦେଖିବେ ସେମାନଙ୍କର କୌଣସି ପ୍ରକାର ପିଏଫ୍ କଟାଯାଉ ନାହିଁ। ସେମାନେ ଇଏସ୍ଆଇରେ ଯେଉଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ତାଙ୍କର ନାହିଁ। ଆପଣ ଦେଖିବେ ସେ ବିଭିନ୍ନ ଜାଗାମାନଙ୍କରେ ଆପଣ ଦେଖିବେ ସେମାନେ ଯେଉଁ କାର୍ଯ୍ୟ କରୁଛନ୍ତି ଯେ ହସ୍ପିଟାଲରୁ ନେଇକରି ପୌର ସଂସ୍ଥାଠୁ ନେଇକରି ସଫେଇ କାର୍ଯ୍ୟ ବ୍ୟବସ୍ଥାରେ ପାନୀୟ ଜଳ ସେବାରେ ଶିକ୍ଷା ସଂସ୍ଥାରେ ବିଦ୍ୟୁତ ବିଭାଗରେ ପ୍ରଯୁକ୍ତି ବିଦ୍ୟା ଡାଟା ଅପରେଟର ବି ଅଛନ୍ତି, ସୁରକ୍ଷା କର୍ମୀରେ ସିକ୍ୟୁରିଟି ଗାର୍ଡରେ ବି ଅଛନ୍ତି, ଡ୍ରାଇଭରରେ ଅଛନ୍ତି, ଲ୍ୟାବ୍ ଆସିଷ୍ଟାଣ୍ଟ ବି ଅଛନ୍ତି, କମ୍ପ୍ୟୁଟର ଅପରେଟର ବି ଅଛନ୍ତି। ଏମିତି ଅନେକ ଜାଗାରେ ରହୁଛନ୍ତି ଯୋଉଠିକି ଆପଣ ବହୁ ବର୍ଷ ହେଲା ସେମାନେ ଆଜି ରାଜରାସ୍ତାରେ ଆଉଟସୋର୍ସିଂରେ ବର୍ତ୍ତମାନ ମହାସଂଘ ଆନ୍ଦୋଳନ କରୁଛି। ଆପଣ ଜାଣିଛନ୍ତି ସେମାନେ ଏ ରାଜରାସ୍ତାରେ ଏଥିପାଇଁ ଆସୁଛନ୍ତି ସେମାନେ ନ୍ୟାୟ ପାଉଛନ୍ତି। ଆଉ ଭାରତ ଓଡ଼ିଶା ସରକାରର ବିଭିନ୍ନ ଡିପାର୍ଟମେଣ୍ଟରେ ଯଦି ଦେଖାଯିବ ତାହେଲେ 3.5 ଲକ୍ଷରୁ ଅଧିକ ସ୍ଥାୟୀ କର୍ମଚାରୀ ନିଯୁକ୍ତି ହୋଇପାରିବେ। ये अस्थायी आउटसोर्सिंग आमर जो श्रमिक आ कर्मचारी मान कार्ड विकास होनी आमको सुरक्षा किसी ना मैटरनिटी लिव गोटे झील मान जाऊँ मैटरनिटी लिव रे कौन प्रकार सुविधा ना स्वास्थ्यगत सेवार ना सुविधा एमती किसी ना। तेणु आज राजरास्त से माने 2 दशंधि धरिक लड़ुंट विधानसभा मत ये बाबद मूलत भी प्रस्ताव दि जाता दल तरफ कांग्रेस पार्टी तरफ ताकू आग्रह करगले। तेणु आज आमर मो आमर वरिष्ठ विधायक तारा प्रसाद बाहिनीपति वो आमर महिला विधायिका सोफिया फिरदौस ये बाबद आम कहते आज जानते गोटे कमिटी जाइला गोटे सरकारी दलर बाबू सिंह थे सेठी इराशेष भी थे प्रतिश्रुति देकी आसते जे आम कौन ना कौन करूँ कि आज पर्यंत कथा कौन कथा शुणी पारे नहीं। समान काम को समान दरमा बर्तमान 8,000-12,000 देकी जो शोषण करा अंतत पके राज्य सरकार जदि विचार को देवे ताले सेमानकु तार वेतन जदि वृद्धि जदि करते 26,000 अधिक जदि करदे ईपीएफ रे आईएएस जदि सामाजिक सुरक्षा जदि सामिल करते वो तो असुविधा होता ना बहुत असुविधा होची। तेणु आज आप देखुं 50,000 70,000 अधिक 80,000 अधिक लोक वर्तमान कम दरमा पाँच स्थायी निजुक्ति देवा दरकार से अभिज्ञ भी अच्छा कार्य भी करुँच स्थायी निजुक्ति 3.5 लाख अधिक विभाग में बर्तमान खाली पड़ी स्थायी निजुक्ति देवार कौन असुविधा नहीं। राज्य सरकार जो वर्तमान जो भाव से कम पैसा देकी मानव संबल को
ତାଙ୍କର ଯୋଉ ପ୍ରକାର ଶୋଷଣ କରାଯାଉଛି ଆଗାମୀ ଦିନରେ ଏହା ଯଦି ନ ହେବ ଆପଣ ଆମର ସଭାପତି ଆମେ ତାଙ୍କର ଧର୍ମସ୍ଥଳ ଧାରଣା ସ୍ଥଳରେ ଆମେ ଯାଇଥିଲୁ 18 ତାରିଖ ଭିତରେ ଯଦି ତାଙ୍କର କୌଣସି କାର୍ଯ୍ୟ ନ କରିବେ ତାହେଲେ ଆମେ କଂଗ୍ରେସ ପାର୍ଟି ତରଫରୁ ବିଧାନସଭାରେ याकू निश्चित भावे विधानसभा राजरास्ता पर्यंत कांग्रेस पार्टी लड़ाई करब आम पीसी सह ये बाबद जोड़ा धारणा स्थल मुझे जाइली विधायक चीफ हुई भी जाते सीएसआर राजन भी जाते मुझे जाइली या 18 तारीख आम रखीचु जेहेतु गोटे किसी 16 तारीख आम राज्यसभा इलेक्शन अच्छी आम निश्चित भाव ये भितर जदि कौन सरकार जदि पदक्षेप न नेबे 18 तारीख निश्चय आम धारणा आंदोलन विधानसभा टू नहीं राजरास्ता लड़ाई कर।